ତୁମେ ଯେ କହ ଆମ୍ଭେ ବୃଦ୍ଧ ବିଷୟ ରସ ଅଛି ସଦ। ତୁମର ବିଷୟରେ ମନ ଅଛି, ଅର୍ଥାତ୍ ତୁମେ ସ୍ତ୍ରୀ ପୁରୁଷ ଅଲଗା ଦେଖୁଛ। ଏଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର। ଏମତେ କଲେ ନାରୀ ଗଣେ ସୁକର ହିଲେ ସେହି ବଣେ। ତାପରେ ବ୍ୟାସଦେବ ଭଗବାନ ବ୍ୟାସଦେବଙ୍କୁ ପ୍ରଣାମ କରି କ୍ଷମା ମାଗି ନାରୀଗଣେ ଗଲେ। ତାପରେ ବ୍ୟାସଦେବଙ୍କ ପୁତ୍ର ଭଗବାନ ବ୍ୟାସଦେବଙ୍କ ପୁତ୍ର ଶୁକଦେବ ସେଇ ବନରେ ଅଦୃଶ୍ୟ ହୋଇଗଲେ, କାହିଁକି ନା ନିଜେ ଭଗବାନ ତାଙ୍କର ପୁତ୍ର ହୋଇ ଆସିছে। ତାପରେ ସନୁକ ବାଚ, ସନୁକ ମାନେ କ'ଣ କହୁଛନ୍ତି? ନମସ୍କାରରେ ସୁତମୁନିଙ୍କୁ କ'ଣ ପଚାରୁଛନ୍ତି? ସନକ ଉବାଚ ସେ ଶୁକ ମୁନି କିସ କାଜେ ପ୍ରବେଶ କଲେ କୁରୁ ରାଜେ। ଉନ୍ନତ ଜଡ଼ ରୂପ ବହି ତାହାଙ୍କୁ କେହି ନ ଜାଣେ। କେମତେ ପରୀକ୍ଷିତ ତୁଲେ ମିଳିଲେ ଜାହ୍ନବୀର କୂଳେ। ଏଠାରେ ସନକ ଉବାଚ ମାନେ ସନକ ମୁନି ମାନେ ପଚାରୁଛନ୍ତି ଯେ ଉନ୍ନତ ଜଳ ରୂପ ବହି, ଅର୍ଥାତ୍ ଶୁକ ମୁନି ଭଗବାନ ବ୍ୟାସଦେବଙ୍କର ପୁତ୍ର ଗୋସ୍ୱାମୀ ଶୁକଦେବ ତାଙ୍କେ ଜଡ଼ ରୂପରେ ରଖିଥିଲେ, ମାନେ ଅପୂର୍ବ ଜ୍ଞାନ ସ୍ୱରୂପ ତାଙ୍କେ, କିନ୍ତୁ ତାଙ୍କେ ଅଜ୍ଞାନ ଭାବେ ଜଡ଼ ରୂପରେ ରଖିଥିଲେ। ଜ୍ଞାନୀ ଲୋକମାନେ ତାଙ୍କର ଜ୍ଞାନକୁ ଯୋଗକୁ ଲୁଚାଇ ରଖନ୍ତି, ସେଥିପାଇଁ ତାକେ ଜଡ଼ ରୂପରେ ରଖନ୍ତି, ତାହାଙ୍କୁ କେହି ନ ଜାଣେ। କେମତେ ପରୀକ୍ଷିତ ତୁଲେ ମିଳିଲେ ଜାହ୍ନବୀର କୂଳେ। ତାପରେ କେମତେ ପରୀକ୍ଷିତ ତୁଲେ ମିଳିଲେ ଜାହ୍ନବୀର କୂଳେ, ଗଙ୍ଗା କୂଳେ। ଜାହ୍ନବୀ ମାନେ ଗଙ୍ଗା। ତହିଁନକ ମୁନି ବାଦେ ଏ ଭାଗବତର ସମ୍ବାଦେ। ପ୍ରଜାଙ୍କ ଘରେ ସାୟଙ୍କାଳେ ଯେ ନିତ୍ୟ ଭିକ୍ଷା ବା ମିଳେ। ଗୋଦେହ ମାତ୍ର ଦ୍ୱାରେ ରହି ଗୃହୀଙ୍କୁ ତୀର୍ଥ ଫଳ ଦେଇ। ସେ ମୁନି ପରୀକ୍ଷିତ ମିଳିଲେ ପୂର୍ବ ପୁଣ୍ୟ ଫଳେ। ଅର୍ଥାତ୍ ଗୋସ୍ୱାମୀ ଶୁକଦେବ ଗୋଦେହ ମାନେ ଗାଈ ଗୋଟେ ପହଣ୍ଡ ପକାଇଲେ ଯେତିକି ସମୟ ଲାଗେ ସେତିକି ସମୟ ଗୋଟେ ଗୃହକୁ ଯାଇ ଭିକ୍ଷା ମାରି ପୁଣି ଆର ଗୃହକୁ ଯାଏ, ଟିକେ ଅଳ୍ପ ସମୟ କୋଠି ରୁହନ୍ତି। ତାହେଲେ ପରୀକ୍ଷିତ ସଙ୍ଗରେ ପରୀକ୍ଷିତକୁ 7 ଦିନ ଭାଗବତ ପୂର୍ବ ପୁଣ୍ୟ ଫଳରେ ଭଗବାନ